Hello everyone, good morning. Welcome back to my another new vlog. କାଲି ରାତିରେ ଅଚାନକ ପ୍ଲାନ୍ ହେଲା କି ତାରାତାରିଣୀ ଯିବାର। ସକାଳୁ ଉଠି ସବୁ କାମ ସାରିକିରି ଆମେ ବାହାରି ପଡ଼ିଥିଲୁ ତାରାତାରିଣୀ। ଦୀର୍ଘ 40 ମିନିଟ୍ ଟ୍ରାଭେଲ୍ କରିବା ପରେ ଆମେ ପହଞ୍ଚି ଯାଇଥିଲୁ ତାରାତାରିଣୀ ପୀଠ। ନିଜ ଗାଡ଼ି ତ ଉପରକୁ ଛାଡ଼ୁନି, ସେଥିଲାଗି କହିକିରି ବସ୍ ଟିକଟ କରିକିରି ଆମେ ବାହାରି ପଡ଼ିଥିଲୁ ମନ୍ଦିର ଦର୍ଶନ ପାଇଁ। ବହୁତ ଲୋକମାନଙ୍କୁ ଜଣା ନାହିଁ, ମାତ୍ର ତାରାତାରିଣୀ ମନ୍ଦିର 51 ଶକ୍ତିପୀଠର ଗୋଟେ ପୀଠସ୍ଥଳୀ। ମନ୍ଦିରକୁ ଯିବା ଆସିବା କରେ, କିନ୍ତୁ ଆମ ଘର ବହୁତ ପାଖ ବା ଡେଲି। ବଟ୍ ଦୀର୍ଘ 2 ବର୍ଷ ହେଲା ଏ ମନ୍ଦିରର କାମ ଚାଲିଥିଲା, ଏବେ ସରିଗଲାଣି। ଦେଖିବା ଚାଲୁ ମନ୍ଦିର। ୱାଓ! ମନ୍ଦିର ଭିତରକୁ ଯିବା ଆଗରୁ ଆମେ ଚପଲ କାଢ଼ି ସବୁ ଯାକ ରଖିଦେଲୁ। ଏ ଗଛ ଯାକ ନା ବହୁତ ପୁରୁଣା ଗଛ ଯାକ, ଆଗେ ବି ଥିଲା ଏବେ ବି ଥିଲା, ବଟ୍ ଗଛ ଯାକ ନା ତାଙ୍କୁ କିଏ ହେଲେ କାଢ଼ି ନାହାନ୍ତି। ଗଛ ନ କାଟିକିରି ହିଁ ଏ ମନ୍ଦିର ପୁରା ନିର୍ମାଣ କରିଛନ୍ତି। ଆପଣ ଲାଗୁଥିବ ପାଗ କେତେ ଭଲ ଅଛି, ନାହିଁ ବହୁତ ଖରା ହେଉଛି, ବିଲକୁଲ ଠିକ୍ ନାହିଁ। ଏତେ ଖରା ହେଉଛି ଯେ ଦେହ ହାତ ଜଳି ଯାଉଛି, ଆପଣ ସେ ଛାଇ ଦେଖିଲେ ଜଣାପଡ଼ୁଥିବ। ମନ୍ଦିର ପାଖକୁ ଯାଇକିରି ମନ୍ଦିରରେ ଆମେ ପୂଜା କଲୁ। ନଡ଼ିଆ କଦଳୀ ଗୋଟେ ଜାଗାରେ ଭଙ୍ଗା ହେଉଛି, ତାପରେ ମନ୍ଦିର ଭିତରୁ ଯେ ଦର୍ଶନ ହେଉଛି, ସେଥିଲାଗି ନଡ଼ିଆ କଦଳୀ ଆମେ ଭାଙ୍ଗି ଦେଇକିରି ମନ୍ଦିରକୁ ଯାଉଥିଲୁ। ମନ୍ଦିର ଭିତରେ ତ ଆଉ ଆଲାଉ ନାହିଁ ଫୋନ୍, ସେଥିଲାଗି କହିକିରି ମନ୍ଦିରର ଦର୍ଶନ କରିବାକୁ ପଳେଇଲୁ। ମନ୍ଦିର ଦର୍ଶନ କରି ଆସି ସାରିଲା ପରେ ମନ୍ଦିରର ଟିକେ ବେଢ଼ା ବୁଲିବାକୁ ବାହାରିଲୁ। ମନ୍ଦିର ବେଢ଼ା ବୁଲୁ ପ୍ରସାଦ ଟିକେ କିଣି ନେଇଥିଲୁ। ଏତେ ଜୋରସେ ଖରା ହେଉଛି ଯେ ଟିକେ ସମୟ ମୁଁ ବସିଲା ପରେ ମୁଁ ବାହାରିଲି କି ମନ୍ଦିର ଯିବି। ଆପଣ ମୁଁ ଦେଖେଇବି କି ଖରା କୋଉ ଲେଭେଲରେ ହେଉଛି। ଦେଖନ୍ତୁ କେତେ ଜୋରସେ ଖରା ହେଉଛି। ସମୟ ଆସିକିରି ହବ 10:30, ଖାଲି 10:30 ବେଳୁ ଏମିତି ଖରା। ମନ୍ଦିରର ସୁନ୍ଦରତା ଦେଖିଲେ ଖରା ବଗେରା କିଛି ଜଣା ପଡ଼ିବନି, ବଟ୍ ପାଦ ତ ଖରା ଲାଗୁଛି ଏକା। ସାଙ୍ଗେ ସାଙ୍ଗେ ମନ୍ଦିର ବେଢ଼ା ବୁଲିଲୁ, ଏନ୍ଜୟ କଲୁ, ଫଟୋ ବଗେରା ସବୁ ଉଠେଇଲୁ। ଠିକରେ ଆମେ ବାହାରୁ ପଳେଇ ଆସିଲୁ ମନ୍ଦିରରୁ। ଏତେ ଜୋରସେ ଖରା ହେଉଛି ଯେ ଆମେ ଚାଲି ପାରୁନୁ। ଆମର ମାଉସୀଆଙ୍କ ସବୁ ଯାକ ବାହାରୁ ପଳେଇଥିଲେ। ମୁଁ ଜଲ୍ଦି ଯାଉଛି। ଆପଣ ଏଇଟା ଦେଖିପାରୁଥିବେ, ଏଇଟା ହେଉଛି ବରଗଛ, ଓସ୍ତ ଗଛ ମିଶି ଅଛି। ଏଇଠି ଯିଏ ଯାହାର ମାନସିକର ଜାଗା ବାନ୍ଧୁଛନ୍ତି, ଟିକେ ସମୟ ବସିକିରି ଏନ୍ଜୟ କରୁଥିଲେ। ସେତେବେଳେ ଜଣେ 4 ଜଣ ଆସି ମୋତେ କହିଲେ ଫଟୋ ଟିକେ ଉଠେଇ ଦିଅ ଦିଦି ବୋଲି କହିଲେ ଯେ ମୁଁ ଫଟୋ ଉଠେଇଥିଲି। ତାପରେ ଆମେ ବାହାରୁ ବୁଲିବାକୁ ଆସିଲୁ। ଏଇଟା ହେଉଛି ଦହି ଚଲା, ପଣା ନାହିଁ, ଦହି ଚଲା। ମୁଁ ତ ଦହି ଖାଏନି, ପିଏନି, ତ ଆମ ଘର ଲୋକ ସମସ୍ତେ ପିଉଥିଲେ। ଦେନ୍ ମୁଁ ଗଲି ଟିକେ ଚଣା କିଣ। ଏବେ ଆଉ 10-5ର ମିଳୁନି, ସବୁ 20 ଟଙ୍କା। ମାଉସୀ କହିଲେ 20 ଟଙ୍କାରେ ନେଇ ଚାଲ ମା। ମୁଁ କହିଲେ ହଉ ଦିଅ। ସମସ୍ତେ ଚଲା ପିଇ ବାହାରିଲେ। ମୁଁ ଭାବିଲି ଟିକେ କାକୁଡ଼ି ଖାଇଦେବି। କାକୁଡ଼ି ଟିକେ ଖାଉଥିଲି, ଖାଇକି ଏନ୍ଜୟ କରିକିରି ମୁଁ ଯାଉଥିଲି ଚାଲି। ଦେଖିବେ ମୋ ସହିତ କ'ଣ ଟ୍ରାଜେଡ଼ି ହେଲା। ମୋ କାକୁଡ଼ି ଦେଖିକିରି ଏତେ ବଡ଼ ମାଙ୍କଡ଼ଟା ମୋ ଆଡ଼ୁ ଦୌଡ଼ି ଆସିଲା ଯେ ମୁଁ ତା ମୋ ଉପରେ ସେ କାକୁଡ଼ିଟା ଫିଙ୍ଗିଦେଲି। ସାର୍ ବୁଲି କାକୁଡ଼ି ଖାଇବାର ମଜା ମୋର ବାହାରି ପଡ଼ିଲା। ଏବେ ମୁଁ ଆପଣମାନଙ୍କୁ ଦେଖିବି ଆମ ଓଡ଼ିଶାର ଭ୍ୟୁ। ଦେଖ, ୱାଓ ନା, ଜଷ୍ଟ ଲୁକ୍ ଲାଇକ୍ ଏ ୱାଓ। ଏଇଟା ହେଉଛି ଋଷିକୁଲ୍ୟା ନଦୀ। ଆପଣମାନେ ବି ଚାହିଁଲେ ବି ଏଇଠି ଆସିପାରିବେ। ଏଇଟା ହେଉଛି ବହୁତ ସୁନ୍ଦର ଦୈବପୀଠ। ଏଇଟାକୁ କହୁଛନ୍ତି ମା ତାରାତାରିଣୀ ପୀଠ। ଏଇଟା କେଉଁଠି ଅଛି? ଓଡ଼ିଶାର ଗଞ୍ଜାମ ଡିଷ୍ଟ୍ରିକ୍ଟର ବ୍ରହ୍ମପୁର ସହରଠୁ 27-30 କିଲୋମିଟର ଡିଷ୍ଟାନ୍ସରେ ଅଛି। ନର୍ମାଲ ଟେଷ୍ଟ, ସେଥିଲାଗି କହିଥିଲେ ଏଠି ବେଶୀ ଭିଡ଼ ଦିଶୁନି। ନହେଲେ ଚୈତ୍ର ମାସରେ ଏଠି ବହୁତ ଗହଳି ଥାଏ। ଦର୍ଶନ କରିକିରି ବୁଲାବୁଲି ସବୁ ସାରିକିରି ଆମେ ରିଟର୍ନ ହେବା ପାଇଁ ବାହାରି ପଡ଼ିଥିଲୁ। ଚलो ବାଏ। ମୋ ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍, କमेंट, शेयर କରିଦେବେ।